28 ପଦରେ ସେ ଗୃହରେ ପ୍ରବେଶ କରି କିଏ ଦୂତ ଗୃହ ଭିତରକୁ ପଶିଲେ ଗୃହ ଭିତରକୁ ପ୍ରବେଶ କରି ତାହାଙ୍କ ନିକଟକୁ ଆସିକି ମରିୟମଙ୍କ ପାଖକୁ ଗଲେ ଆଉ କହିଲେ ଆଗ ଅନୁଗ୍ରହ ପାତ୍ର ତୁମର ମଙ୍ଗଳ ହେଉ ପ୍ରଭୁ ତୁମର ସହବର୍ତ୍ତୀ ତୁମର ମଙ୍ଗଳ ହଉ ପ୍ରଭୁ ତୁମର ସହବର୍ତ୍ତୀ ପ୍ରଥମେ କହିଲେ ଅନୁଗ୍ରହ ପାତ୍ରୀ ତୁମେ ଅନୁଗ୍ରହ ପାଇଛ ଆଉ ତାପରେ କହିଲେ ତୁମର ମଙ୍ଗଳ ହେଉ ତାପରେ କହୁଛନ୍ତି ତୁମର ପ୍ରଭୁ ତୁମର ସହବର୍ତ୍ତୀ ନର୍ମାଲି ଆମେ ଏଇଟା ପଢ଼ିଲେ ଆମକୁ କିଛି ଅଡ଼ୁଆ ଲାଗୁନାହିଁ ବଟ୍ ଦେର୍ ଇଜ୍ ସୋ ମେନି ଥିଙ୍ଗସ୍ ଏଇ କଥା ଶୁଣିଲା ପରେ ତା ପରପଦ ଆମେ ଯଦି ଦେଖିବା କିନ୍ତୁ ସେ ଏହି ବାକ୍ୟରେ ଅତିଶୟ ଉଦ୍ବିଗ୍ନ ହୋଇ ଏହା କି ପ୍ରକାର ସମ୍ଭାଷଣ ବୋଲି ମନରେ ଆନ୍ଦୋଳନ କରିବାକୁ ଲାଗିଲା ଏଇ କଥା ଆମକୁ ପଢ଼ିଲେ କିଛି ଲାଗୁନାହିଁ ଯେଉଁଟା ଦୂତ କହିଲେ ତାକୁ ଭଲ କଥା ଲାଗୁଛି ଆମକୁ ଅନୁଗ୍ରହ ପାତ୍ରୀ ତୁମର ମଙ୍ଗଳ ହଉ ପ୍ରଭୁ ତୁମର ସହବର୍ତ୍ତୀ କିଛି ଲାଗୁନି ଭଲ କଥା କହିଲେ ପ୍ରଭୁ ତୁମର ସହବର୍ତ୍ତୀ ହେଉଛନ୍ତି ତୁମର ମଙ୍ଗଳ ବଟ୍ ସେଟା ଶୁଣିଲା ପରେ ମୋର ଛାନିଆ ହେଇଗଲେ କାହିଁକି ଛାନିଆ ହେଇଗଲେ ଡେଫିନେଟଲି ସେ ବିଷୟରେ କିଛି ଗୋଟେ ଅଛି ସେ କହିଲା ଏଇଟା କେମିତି ଗ୍ରିଟିଂସଟା ଏଇଟା ଦୂତ ମୋତେ କେଉଁ ପ୍ରକାର ଗ୍ରିଟିଂସ କେମିତି ପ୍ରକାର ଗ୍ରିଟିଂସ ମୋତେ